ନିଶ୍ଚିତ ଭାବେ ଖୋଲା କରି ଯାହା ଖୋଲା କରି ସେ ଯଦି ଦଳକୁ ମଜବୁତ କରିବାକୁ ଯାହା ଚେଷ୍ଟା କରିବେ ଲୋକ ମଧ୍ୟ କଣ ଗ୍ରହଣ କରୁନାହାନ୍ତି ଲୋକ ଏଇଟା ତ ଭଗବାନ ତିଆରି ଆସିଲା ପରେ ଦଳ ମଜବୁତ ହବ କି ନାହିଁ ଏଇଟା ମୂଳ କଥା ଏବଂ ମୋର ତାର ଉତ୍ତର ନିଶ୍ଚିତ ଭାବରେ ଶୁଣନ୍ତୁ କଥା ଆପଣ ବୁଝିପାରୁନ 24 ସବୁ ମଣିଷ ଠିକ ନଥାନ୍ତି ସବୁବେଳେ ନିଷ୍ପତ୍ତି ଠିକ 24 ଇଲେକ୍ସନରେ ଗୋଟେ ବିପର୍ଯ୍ୟୟ ହେଲା କିଛି ନିଷ୍ପତ୍ତି ଭୁଲ ଥିଲା ଏବଂ ତା ପାଇଁ ସମସ୍ତେ ଦାୟୀ କରିଦେଲେ କାହାକୁ ନା ଯେହେତୁ କାର୍ତ୍ତିକେୟ ପାଣ୍ଡିଆନ ଆଗରେ ଥିଲେ ତାକୁ ଦାୟୀ କରାଗଲା ତେଣୁ ସେ ଅତୀତ ସରିଗଲା କିନ୍ତୁ ଆମେ ବ୍ୟକ୍ତିଗତ ସୁଜାତା ରାଉତଙ୍କ ବାବଦରେ କଥାବାର୍ତ୍ତା ହେବା ସିଏ ତ ଜଣେ ଇଣ୍ଡିପେଣ୍ଡେଣ୍ଟ ମହିଳା ନା ସେ ତ କାହା ଉପରେ ନୁହନ୍ତି ଆପଣ ସ୍ତ୍ରୀ ହିସାବରେ କାହିଁ କହୁଛି ସୁଜାତା ରାଉତ ଏ ସରକାରରେ ଦୀର୍ଘ 2002 କାର୍ଯ୍ୟ କରି ଆସୁଛନ୍ତି ନବୀନ ମଣ୍ଡଳରେ ତ ତାଙ୍କର କାର୍ଯ୍ୟଦକ୍ଷତା ଉପରେ କାହାର ପ୍ରଶ୍ନ ନାହିଁ ତେଣୁ ସେ ନିଜେ ବ୍ୟକ୍ତିଗତ ଆଜି ଜଏନ୍ କରିଛନ୍ତି ଆପଣ ଆଜି ପାଣ୍ଡିଆନ ବାବୁଙ୍କୁ ଦେଖିଛନ୍ତି କି ଆଜି ଦେଖିନାହାନ୍ତି ତ ସୁଜାତା ରାଉତ ଝିଅ ହିସାବରେ ପାର୍ଟିର ସେ ଜଏନ୍ କରିଛନ୍ତି ନା ସେ ଛାଡ଼ିନାହାନ୍ତି ସୁଜାତା ରାଉତ ନିଜ ଇଚ୍ଛାରେ ଆସିଛନ୍ତି କାରଣ ସିଏ ମଧ୍ୟ ପିତୃତୁଲ୍ୟ ଭଲ ପାଆନ୍ତି କାହାକୁ ନବୀନ ବାବୁ ତେଣୁ ସରକାରୀ ଚାକିରି ଛାଡ଼ିଲେ ଏବେ ସେ ଦଳର ସେବା କରିବା ପାଇଁ ଯାଉଛନ୍ତି ନବୀନ ବାବୁଙ୍କୁ ହାତ ମୁଠକୁ ଟାଣ କରିବା ପାଇଁ ଚାହୁଁଛନ୍ତି ଆ ଦ୍ୱାରା ଆମର କିଛି ପ୍ରଶ୍ନ କରିବାର ନାହିଁ ନିଶ୍ଚିତ ଭାବରେ ନାଇଁ ଆପଣ ଆଜି ମୁଁ ଖୋଲା କରି କହୁଛି ମୁଁ ଯାହା କହିବା କଥା ରୋକ କହିବା କଥା ମୁଁ ଆଜି ଖୋଲା ଖୋଲି କହୁଛି ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ସେ ଯଦି ଦଳକୁ ମଜବୁତ କରିବାକୁ ଯାହା ଚେଷ୍ଟା କରିବେ ଆମେ ତାହା କରିବୁ କିଏ ଲୋକ ଗ୍ରହଣ କରିବେନି କାହିଁକି ମତେ ବୁଝନ୍ତୁ ପ୍ରଶ୍ନ ପାଣ୍ଡିଆନ କଥା ଛାଡ ସୁଜାତା ରାଉତଙ୍କୁ ଲୋକ ଗ୍ରହଣ ଆପଣ ମତେ ଗୋଟେ ଲୋକ ଆନ୍ସର ଦେବେ ସେ ପାଣ୍ଡିଆନଙ୍କ ସ୍ତ୍ରୀ ଆସିଆ କହିବେନି ଯେ ମିଶନ ଶକ୍ତିରେ ଥିଲେ ଅମକେରେ ଥିଲେ କେହି କହିବେନି ସେ ପାଣ୍ଡିଆନ ସ୍ତ୍ରୀ ନାଇଁ ଠିକ ଅଛି ଲୋକ କହିବେ ତ ଲୋକ ମତେ କଣ ଗ୍ରହଣ କରୁନାହାନ୍ତି ଲୋକ ମତେ କୋଉ ପ୍ରକାର ଗ୍ରହଣ କରୁଛି ଦାମବାବୁଙ୍କ ପୁଅ ଏଇଟା ତ ଭଗବାନ ତିଆରି କରୁଛି ଦାମୋଦର ରାଉତଙ୍କ ପୁଅ ନେଗେଟିଭ ପଜିଟିଭ କଥା ପଡୁଛି ସେ କଥା ପଡୁଛି ପରିଚୟ କଥା ପଡୁଛି ଆପଣ ଯୋଉ ପରିଚୟ କଥା ଉଠେଇଲେ ମୁଁ ପରିଚୟ କଥା କହୁଛି ମୁଁ 5 ବର୍ଷ ପରିଚୟ ଆପଣ ମାନେ ମତେ ଦେଲେ ସାଧାରଣ ଲୋକ ଦେଲେ ବିଧାୟକ ହିସାବରେ କିନ୍ତୁ ମୋ ନାଁରୁ କେବେ କିଏ କାଟି ଦେଇ ପାରିବ ଦାମୋଦର ରାଉତଙ୍କ ପୁଅ ହିସାବରେ ବୋଲି ନାଇଁ ରହିବ ତ ପରିଚୟ ଜାଗାରେ ରହିବ ଏଟା ଭଗବାନ ତିଆରି କରିଛନ୍ତି ବେନିଫିଟ ପରିଚୟ ଦରକାର ନାହିଁ ପରିଚୟ ସେ ନିଜ ପରିଚୟରେ ନିଜେ ବଳିଯାନ ସେ ନିଜେ ଗୋଟେ ଆଇଏଏସ୍ ଗୋଟେ ଡିପାର୍ଟମେଣ୍ଟ ସମ୍ଭାଳୁଥିଲେ 80 ଲକ୍ଷ ମହିଳାଙ୍କ ବାବଦରେ ମୁଣ୍ଡ ଖେଳୁଥିଲେ ନିଷ୍ପତ୍ତି ନେଉଥିଲେ ତେଣୁ ସେ କାହା ପରିଚୟ ପାଇଁ ଭାଗି ନୁହନ୍ତି ମୂଷା କଥା ସବୁ କରାହବ ହବ ସବୁ ହବ କରିବେ ମୂଷା ମରିବେ ସେ ଦଳକୁ ମଜବୁତ କରିବା ପାଇଁ ଯାହା କରିବା କଥା କରିବେ ଆପଣ ଦେଖନ୍ତୁ ପତି ଛାଡି ଦିଅନ୍ତୁ ସେଇଟା ଟିକେଟ ମିଳିଲା ନା ଆମର କଣ ହଉଛି ଆମେ କଣ ସେଇ ଲେବୁଲ କି ଆମର ସେଟା ନେଇ ଆମର ବର୍ତ୍ତମାନ ପଡୁଛି କଥା ପଡୁଛି ସୁଜାତା ଆପଣ ମାନଙ୍କ ପ୍ରଶ୍ନ ସୁଜାତା ରାଉତ ଆସିଲା ପରେ ଦଳ ମଜବୁତ ହବ କି ନାହିଁ ଏଇଟା ମୂଳ ପ୍ରଶ୍ନ ଏବଂ ମୋର ତାର ଉତ୍ତର ହେଲା ନିଶ୍ଚିତ ଭାବରେ ମଜବୁତ ସାର୍ ଆଜି କିଛି ନେତା ମନ ଦୁଃଖରେ ବସିଥିଲେ ଆମ ପାଖରେ ଯାହା ଖବର ହଉଛି 4-5 ଜଣ ନେତା କ୍ୟାଣ୍ଟିନରେ ରହିଲେ ଆସିଲେନି ଏପଟକୁ ତ ଆପଣଙ୍କର ମନ ଦୁଃଖ ହଉଛି ନା ଖୁସି ହଉଛି ମୋ ମୁହଁରୁ ଜଣା ପଡୁଛି ମନ ଦୁଃଖ ବୋଲି ଆମେ ଖୁସି ନେତା କାହିଁକି ଦୁଃଖ କରୁଛନ୍ତି ମନ ଆରେ କିଏ ଦୁଃଖ କରୁଛି ମୁଁ କାହା କଥା କହିପାରିବି ମୁଁ ମୋ କଥା କହୁଛି ମୋର ଗଭୀର ବହୁତ ଆଶା ଆଉ ବିଶ୍ୱାସ ଯେ ଆଗାମୀ ଦିନରେ ସେ ନିଶ୍ଚୟ ଦଳକୁ ମଜବୁତ କରିବା ପାଇଁ ଅନେକ ଚେଷ୍ଟା କରିବେ ଏବଂ ସେ ଯଦି ଚେଷ୍ଟା କରିବେ ଅନେକ ତାହେଲେ ଆମେ ସ୍ୱତଃପ୍ରଭୂତ ତାଙ୍କ ସାଙ୍ଗରେ ମନ ପ୍ରାଣ ଦେଇ ଲାଗିଯିବୁ ଦେଖନ୍ତୁ ନାଇଁ ପ୍ରଶ୍ନ ଆଚାର୍ଯ୍ୟ ରାଜା ସ୍ୱାଇଁ କଥା ନାଇଁ କଥାଟା ହଉଛି କଣ କାଲି ସନ୍ଧ୍ୟା ବେଳେ ଆମକୁ ଫୋନ ଗଲା ଆସିବା ପାଇଁ କିନ୍ତୁ ମାନେ ନାହିଁ ସମସ୍ତେ ବାହାଘର ଚାଲିଛି ସବୁ ଅଛି କିଏ କୋଉଠି ଥିବେ ହଠାତ୍ ଆସି ପହଞ୍ଚିବାର ଅସୁବିଧା ହଉଥିବ ଆମେ ଏଠି ଥିଲୁ ପଳେଇ ଆସିଲୁ କାଲି ମୁଁ ଏରିଆରେ ଥିଲି ମୁଁ ପଳେଇ ଆସିଲି ରାତାରାତି ପଳେଇ ଆସିଲି ତ ତା ମାନେ ନୁହଁ ଅନ୍ୟ ନେତାମାନେ କି ମନ ଉଣା କରିଛନ୍ତି ସେଗୁଡ଼ା ନୁହଁ ଆଗାମୀ ଦିନ ଆସି ସୁଜାତାଙ୍କୁ ଦେଖା କରିବେ ଆଶା ବିଶ୍ୱାସ ମୋର ଦୃଢ ବିଶ୍ୱାସ କହିପାରିଲେ ଆମେ ପୁଣି କଥା ହବା ସେ ଦେଖିବେ ଗୋଟି ଦେଖିବେ ସେ ସୁଯୋଗ ନଥିଲା ଅତୀତରେ କହିବା ପାଇଁ ଇଏ ତ ରହିବେ କୁଆଡେ ଯିବେ ଆଜି ମତେ କହିଲେ ମୁଁ କୁଆଡେ ଯାଉନି ମୁଁ ଆଜ୍ଞା ରହୁଛି ଏଠି ସେ ରହିବେ ଯଦି ଗୋଟି କଥା ଆମେ କହିବୁ ଗୋଟି ଦଳ ବାବଦରେ ଚିନ୍ତା କରିବୁ